ନମସ୍କାର। ଆଜି ମୁଁ ଆପଣମାନଙ୍କୁ ଡାଳଚିନି ବିଷୟରେ କହିବି। ଡାଳଚିନି ଆମ ଶରୀରର ପ୍ରାୟ ସମସ୍ତ ଅଂଶରେ କିଭଳି ଭାବରେ କାମ କରେ ଏବଂ ଏହାର 20ଟି ଉପକାରିତା ବିଷୟରେ ଆଜି ଆମେ ଜାଣିବା। ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ଆସନ୍ତୁ ଦେଖିବା। ଡାଳଚିନି ଅତି ସହଜରେ ମିଳୁଥିବା ଏକ ମସଲା ଜାତୀୟ ଦ୍ରବ୍ୟ। ଏହା ଉଷ୍ଣ ଏବଂ ତୀକ୍ଷ୍ଣ ବା ରାଗ ପ୍ରକୃତିର, ତେଣୁ ଏହାକୁ ଗରମ ମସଲା ଭିତରେ ରଖାଯାଇଛି। କଫ ଏବଂ ବାତ ପ୍ରକୃତିର ବ୍ୟକ୍ତିଙ୍କ ପାଇଁ ଏହା ବରଦାନ, କିନ୍ତୁ ଯେହେତୁ ଏହା ଏକ ଗରମ ମସଲା, ତେଣୁ ପିତ୍ତ ପ୍ରଧାନ ବ୍ୟକ୍ତିମାନେ ଏହାକୁ ଯଥାସମ୍ଭବ କମ୍ ଖାଇବେ। ଏଥିରେ କ୍ୟାଲସିୟମ, ମାଙ୍ଗାନିଜ, ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ୍ ଇତ୍ୟାଦି ମିନେରାଲ ଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ଥାଏ। ଲବଙ୍ଗ ସବୁଠାରୁ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରଖିଥାଏ, ମାତ୍ର ଡାଳଚିନି ଲବଙ୍ଗ ପରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଧାରଣ କରୁଥିବା ମସଲା ଜାତୀୟ ଦ୍ରବ୍ୟ। ଡାଳଚିନିର ଗୁଣଧର୍ମ ବିଷୟରେ ତ ଜାଣିଲେ, ଏବେ ଆସନ୍ତୁ ଜାଣିବା ଏହାର ଉପାଦେୟତା ବିଷୟରେ। ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଡାଳଚିନି ବହୁତ ଭଲ। କ୍ଷୟପ୍ରାପ୍ତ ସ୍ନାୟୁତନ୍ତ୍ର ବା ନ୍ୟୁରୋ ଡିଜେନେରେସନକୁ ପୁଣି ନୂତନ ଅବସ୍ଥାକୁ ଆଣିବାରେ ଏହା ସାହାଯ୍ୟ କରିଥାଏ। ନର୍ଭ ସେଲକୁ ନୂଆ କରି ଗଢ଼ିଥାଏ। ପାଚନ ସମ୍ବନ୍ଧୀୟ ବିକାର ଦୂର କରେ। ଯେଉଁମାନେ ଅଗ୍ନିମାନ୍ଦ୍ୟ ସମସ୍ୟାରେ ଗ୍ରସିତ ଅଛନ୍ତି ସେମାନଙ୍କର ଭୋକକୁ ବଢ଼ାଇବାରେ ଏହା ସାହାଯ୍ୟ କରିଥାଏ। ପିତ୍ତକୁ ଶୋଧନ କରିଥାଏ। ହୃଦୟର ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଭଲ, କାରଣ ଏହା କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରଖିଥାଏ। ଡାଳଚିନି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଶରୀରରେ ଶ୍ୱେତ ରକ୍ତ କଣିକା ବା WBCକୁ ବୃଦ୍ଧି କରିବାରେ ସାହାଯ୍ୟ କରେ, ଯାହାକି ଆମର ଇମ୍ୟୁନ ସିଷ୍ଟମକୁ ଅଲ୍ଟିମେଟଲି ବଢ଼ାଏ। ଶ୍ୱାସ ଓ କଫ ଆଧିକ୍ୟରେ ଏହା ଉପଶମ ଦିଏ। କଫକୁ ପତଳା କରି ବାହାରକୁ ନିଷ୍କାସନ କରିଥାଏ। ଫୁସଫୁସର କାର୍ଯ୍ୟକ୍ଷମତା ବଢ଼ାଇଥାଏ। ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ। ଡାଇବେଟିସ୍ ରୋଗୀ ନିୟମିତ ଡାଳଚିନିର ସେବନ କଲେ 20ରୁ 30% ଏହା ସୁଗାର ଲେବୁଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ଇନସୁଲିନ୍ ତିଆରିରେ ଏହା ସାହାଯ୍ୟ କରେ। ଯଦି ଶରୀରରେ ମାଂସ ଧାତୁ କ୍ଷୟ ହେଉଛି ବା କୋଶିକା ଗୁଡ଼ିକ କ୍ଷୟ ବା ଡିଜେନେରେଟ୍ ହେଉଛନ୍ତି, ସେଗୁଡ଼ିକୁ ପୁଣି ନୂଆ କରିବାରେ ଡାଳଚିନି ସାହାଯ୍ୟ କରେ। ତେଣୁ ବଡି ବିଲ୍ଡର ମାନଙ୍କ ପାଇଁ ବା ଯେଉଁମାନେ ଜିମ୍କୁ ଯାଉଛନ୍ତି ଶରୀର ବା ମାଂସପେଶୀ ତିଆରି କରିବା ପାଇଁ, ସେମାନଙ୍କ ପାଇଁ ଡାଳଚିନି ବହୁତ ଭଲ। ଅଟୋ ଇମ୍ୟୁନ୍ ଡିଜିଜ୍, ରୁମାଟଏଡ୍ ଆର୍ଥ୍ରାଇଟିସ୍ ଏବଂ କ୍ୟାନ୍ସର ଭଳି ସମସ୍ୟାରେ ଏହା ଲାଭକାରୀ। ଉଭୟ ମହିଳା ଏବଂ ପୁରୁଷଙ୍କର ଧାତୁଜନିତ ସମସ୍ୟାରେ ଏହା ଉପଯୋଗୀ। ଯେଉଁ ମହିଳାମାନଙ୍କର ଗର୍ଭାଶୟ ଦୁର୍ବଳ ଏବଂ ପ୍ରସାରିତ ବା ଢିଲା ହୋଇଯାଇଥାଏ, ତାକୁ ସଂକୁଚିତ ଏବଂ ଠିକ୍ ଆକାର ପ୍ରଦାନ କରିବାରେ ଡାଳଚିନି ସାହାଯ୍ୟ କରେ। ରକ୍ତକୁ ପତଳା କରିବାରେ ଓ ସଠିକ୍ ରକ୍ତ ସଞ୍ଚାଳନରେ ଏହା ସାହାଯ୍ୟ କରିଥାଏ। ଆମର ଅନ୍ତନଳୀରେ ଥିବା ଖରାପ ଲବଣ ଅଂଶକୁ ଏହା ନିଷ୍କାସନ କରିଥାଏ। ମୁଖ, ଝାଳ ଓ ମଳମୂତ୍ରର ଦୁର୍ଗନ୍ଧକୁ ଦୂର କରିଥାଏ। ଶରୀରରେ ଝାଳ ଯଦି ବାହାରୁ ନାହିଁ, ଏହା ଝାଳର ଛିଦ୍ରକୁ ଖୋଲିବାରେ ଏବଂ ଝାଳ ବାହାର କରିବାରେ ସାହାଯ୍ୟ କରେ। ଏହା କିଡନୀକୁ ଆକ୍ଟିଭେଟ୍ କରିଥାଏ। ମାଂସପେଶୀ ଏବଂ ଜଏଣ୍ଟ ଗୁଡ଼ିକରେ ଏହାର ମୁଖ୍ୟ ଆକ୍ସନ ଦେଖିବାକୁ ମିଳିଥାଏ। ଯଦି ମାଂସପେଶୀର ଦରଜ ହେଉଛି ବା ଷ୍ଟିଫନେସ୍ ବା ଟାଣ ହେଇଯାଉଛି, ସେଭଳି ସମସ୍ୟାକୁ ଡାଳଚିନି ଦୂର କରିପାରିଥାଏ। ଯଦି କାନ୍ଧରେ ଫ୍ରୋଜେନ୍ ଶୋଲ୍ଡର ସମସ୍ୟା ହେଇଛି, ତେବେ ଡାଳଚିନି ସେବନ ସହିତ ଡାଳଚିନି ଖଣ୍ଡ ପାଣିରେ ଘଷି ସେହି ପେଷ୍ଟକୁ 2 ମିନିଟ୍ କାନ୍ଧରେ ଲେପ ଦିଅନ୍ତୁ ଏବଂ ତାକୁ ଧୋଇ ଦେଇ ତା ଉପରେ ନଡ଼ିଆ ତେଲ ମାଲିସ କରନ୍ତୁ। ଚର୍ମର ଅତିରିକ୍ତ ତୈଳାକ୍ତ ଅଂଶକୁ ଡାଳଚିନି ପରିଷ୍କାର କରେ। ଯାତ୍ରା ସମୟରେ ଯଦି ବାନ୍ତି ଲାଗୁଛି, ତେବେ ଡାଳଚିନି ଖଣ୍ଡ ଚୋବାଇ ଖାଆନ୍ତୁ, ବାନ୍ତିରେ ଉପଶମ ମିଳିବ। କଫ ଦୋଷ ଉପରେ ଏହାର ବିଶେଷ ଆକ୍ସନ ଦେଖାଦେଇଥାଏ। ଯଦି ସାଇନସ୍ ବା ଥଣ୍ଡାଜନିତ ମୁଣ୍ଡ ବ୍ୟଥା ହେଉଛି, ଡାଳଚିନି ଖଣ୍ଡ ଶୁଙ୍ଘନ୍ତୁ ଏବଂ ଏହା ସହିତ ପାଣିରେ ବା କ୍ଷୀରରେ ଡାଳଚିନି ଖଣ୍ଡ ଘଷି ମଥାରେ ଲେପ ଦିଅନ୍ତୁ। ଉଭୟ ତରଳ ବା ଚିକ୍କଣ ଏବଂ କଠିନ ଝାଡ଼ା ବା କୋଷ୍ଠକାଠିନ୍ୟରେ ଡାଳଚିନିର ସେବନ ଉପଶମ ଦିଏ। ଡାଳଚିନି ସିଝା ହୋଇଥିବା ପାଣି
ବାଲ୍ଟି ପାଣିରେ ମିଶାଇ ଗାଧେଇଲେ ତା ସହିତ ଡାଳଚିନି ଶୁଙ୍ଘିଲେ ମଧ୍ୟ ମାନସିକ ଦୁଶ୍ଚିନ୍ତା ବା ମାନସିକ ବ୍ୟସ୍ତତାରେ ଶାନ୍ତି ମିଳେ। ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ ଆପଣମାନଙ୍କୁ ବିଭିନ୍ନ ପ୍ରକାରର ପ୍ରାକୃତିକ ଦ୍ରବ୍ୟ ବିଷୟରେ ମୁଁ ସୂଚନା ଦେଉଛି। ଯେଉଁ ଦ୍ରବ୍ୟଗୁଡ଼ିକ ମୁଖ୍ୟତଃ ସ୍ନାୟୁ ବା ନର୍ଭସ୍ ସିଷ୍ଟମ ଉପରେ ଆକ୍ସନ ଦେଖାନ୍ତି, ସେଗୁଡ଼ିକ ବ୍ୟବହାର କଲେ ଶରୀରର ଅନ୍ୟାନ୍ୟ ରୋଗ ଆପେ ଆପେ ଭଲ ହୋଇଯାଇଥାଏ। ସେଗୁଡ଼ିକ ସମଗ୍ର ଶରୀରକୁ ଶୋଧନ ବା ଡିଟକ୍ସିଫିକେସନ କରିବାରେ ସାହାଯ୍ୟ କରିଥାନ୍ତି। ସେହିଭଳି ଏକ ସ୍ନାୟୁତନ୍ତ୍ରକୁ ଶକ୍ତି ଯୋଗାଉଥିବା ଏବଂ ଶରୀରର ବିଷାକ୍ତ ଦ୍ରବ୍ୟ ନିଷ୍କାସନ କରୁଥିବା ଏକ ମୁଖ୍ୟ ପ୍ରାକୃତିକ ଉପାଦାନ ହେଉଛି ଡାଳଚିନି। ଆସନ୍ତୁ ଏହା କିଭଳି ଭାବରେ ସେବନ କରିବା ସେ ବିଷୟରେ ଜାଣିବା। ଡାଳଚିନି ଗୁଣ୍ଡ ଖାଦ୍ୟରେ ବା ତରକାରୀରେ ମିଶାଇ ଖାଇହେବ। ଚାହାରେ ପକାଇ ଖାଆନ୍ତୁ କିମ୍ବା ଡାଳଚିନି, ଲବଙ୍ଗ, ଗୁଜୁରାତି ଇତ୍ୟାଦି ମିଶ୍ରଣ କରି ହର୍ବାଲ ଚାହା ପ୍ରସ୍ତୁତ କରି ପିଅନ୍ତୁ। କଞ୍ଚା ଚୋବାଇ ଖାଇଲେ ଅଧିକ ଉପାଦେୟ। ପାଣିରେ ସିଝାଇ ସେହି ପାଣିକୁ ପିଇ ପାରନ୍ତି। ମିଠା ପ୍ରସ୍ତୁତି ବେଳେ ଡାଳଚିନି ଗୁଣ୍ଡର ବ୍ୟବହାର କରାଯାଇଥାଏ। ସବୁଠାରୁ ଅଧିକ ଔଷଧୀୟ ଗୁଣ ଡାଳଚିନିର ମିଳିଥାଏ ଯେତେବେଳେ ତାକୁ ଆମେ କ୍ଷୀର ସହିତ ଅଧ ଚାମଚ ମିଶାଇ ଖାଇବା। ରାତିରେ ଏହାର ସେବନ କରନ୍ତୁ। ଯଦି ମହୁ ସହ ଅଧ ଚାମଚ ଡାଳଚିନି ମିଶାଇ ଖାଉଛନ୍ତି, ଖାଲି ପେଟରେ ଏହା ଆପଣଙ୍କର ଜଠରାଗ୍ନିକୁ ବଢ଼ାଇଥାଏ, ଅଗ୍ନିମାନ୍ଦ୍ୟ ସମସ୍ୟା ଦୂର କରିଥାଏ। ଆୟୁର୍ବେଦିକରେ ଶୀତପଳାଦି ଚୂର୍ଣ୍ଣ ଉପଲବ୍ଧ, ଯେଉଁଥିରେ କି ଡାଳଚିନିର ମିଶ୍ରଣ ରହିଛି। ହୋମିଓପାଥିରେ ଡାଳଚିନି ବା ସିନାମନର ମଦର ଟିଂଚର ଆଭେଲେବୁଲ। ଖାଦ୍ୟର 15 ମିନିଟ୍ ପୂର୍ବରୁ 15 ଠୋପା ଅଧ କପ୍ ପାଣିରେ ମିଶାଇ ପିଇଲେ ଆପଣଙ୍କର ପେଟ ସମ୍ବନ୍ଧୀୟ ଏବଂ ତ୍ୱଚା ସମ୍ବନ୍ଧୀୟ ଅନେକ ରୋଗରୁ ଉପଶମ ମିଳିଥାଏ। ଡାଳଚିନି ଖାଇବାରେ କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଦୈନିକ 2 ରୁ 3 ଗ୍ରାମ ବା ଅତି ବେଶୀରେ 1 ଚାମଚ ଡାଳଚିନି ଆପଣ ଖାଇପାରିବେ। ଅଧିକ ପରିମାଣରେ ଯଦି ଖାଉଛନ୍ତି ତାହେଲେ ଲିଭର ଉପରେ ଏହା ଖରାପ ପ୍ରଭାବ ପକାଇଥାଏ। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଡାଳଚିନି ସେବନରୁ ନିବୃତ୍ତ ରୁହନ୍ତୁ। ଆଶା କରୁଛି ଡାଳଚିନି ଉପରେ ଯେଉଁ କେତୋଟି ଏହାର ଉପାଦେୟତା ଆପଣମାନଙ୍କୁ କହିଲି ନିଶ୍ଚିନ୍ତ ଭାବରେ ଆପଣମାନଙ୍କର କାମରେ ଆସିବ। ଏଭଳି ସ୍ୱାସ୍ଥ୍ୟପ୍ରଦ ଭିଡ଼ିଓ ନେଇ ଆପଣମାନଙ୍କ ପାଖକୁ ପୁଣି ଥରେ ଆସିବି। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।